ଫ୍ୟାମିଲି ସାଙ୍ଗେ ଆଗ ଫ୍ୟାମିଲି ପୁରା ଟାୟାର। ଆଚ୍ଛା ଆଚ୍ଛା। ଆଉ ମୋ ସାନ ଭାଇଠୁ ଆରମ୍ଭ କରି ସମସ୍ତେ ମୋ କକା ବାବାରୁ ସମସ୍ତେ ଏଇଠିକି ଆସିବେ, ଏଇଠୁ ନେଇକି ଯିବେ। ଆଉ ଯିଏ ବି ଆସିବେ ବାହାରୁ ଆମର ବି ରିଲେଟିଭ ଯୋଉ ଅଛନ୍ତି ବାହାରେ ମହାରାଷ୍ଟ୍ର, କଲିକତା ଯୋଉଠି ଯିଏ ଅଛନ୍ତି ରିଲେଟିଭ ସବୁ ପ୍ରକାଶ ସାଇଡରେ ଆମେ ବି ବହୁତ ଭଲ ଲାଗୁଛି। ଏଇ ଜାଗାରେ ଚାଲିଛି ତାପରେ ଏ ଗାଁରେ ସମସ୍ତେ ସମସ୍ତ ସମସ୍ତେ କିଏ କାହାକୁ କମ୍ ନୁହନ୍ତି, କିଏ କାହାକୁ କମ୍ ନୁହନ୍ତି। ପିଲା ବି ଏଠି ଧରିକି କଳା ଧରିକି ବାହାରୁଛନ୍ତି। ଏସବୁ ଜଗାଙ୍କ ଉପରେ ସେ ବା କାଳିଆ ଠାକୁର ତାଙ୍କର ନୀଳାଖେଳା ସେମାନେ। ସତୁରି ମସିହାରେ ଏ କାମ ଷ୍ଟାର୍ଟ କରିବେ। 1970 ମସିହାରୁ ଷ୍ଟାର୍ଟ କଲେଣି। ଆଚ୍ଛା, ଆପଣ ମାନେ ଆପଣଙ୍କ ପରେ ଆପଣ ପୂର୍ବରୁ କରୁଥିଲେ ନା ଆପଣ ଷ୍ଟାର୍ଟ କରିଥିଲେ? ଘରେ ଆମର କରୁଥିଲେ, ବାବା କରୁଥିଲେ। ମୁଁ ତାପରେ ଗୁରୁଙ୍କ ପାଖରେ, ଗୁରୁ ଜଗନ୍ନାଥ ମହାପାତ୍ର ତାଙ୍କ ପାଖରେ ଟ୍ରେନିଂ ନେଇଛି। ଆଚ୍ଛା ଆଚ୍ଛା ତାଙ୍କ ଘରେ ମୁଁ 25 ବର୍ଷ କାଳ ରହି ଟ୍ରେନିଂ ନେଇଛି। ଆଚ୍ଛା ଆଚ୍ଛା। ତାଙ୍କ ଘରୁ 1970 ମସିହାରେ ତାଙ୍କ ଘରକୁ ଗଲି, 1993 ମସିହାରେ ତାଙ୍କ ଘରୁ ବାହାରିଲି। ଆଚ୍ଛା ଆଚ୍ଛା। 23-24 ବର୍ଷ ସିଏ ତ ଆୱାର୍ଡ ପାଇଥିଲେ, ପ୍ରଥମ ଆୱାର୍ଡ ପାଇଥିଲେ। ନ୍ୟାସନାଲ ଜଗନ୍ନାଥ ମହାପାତ୍ର ପ୍ରଥମ। ମୁଁ ତାପରେ 93 ମସିହାରେ ଆସିକି ଏ କାମ କରୁଛି। କାମ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ବି କିଛି ଟ୍ରେନିଂ ଦଉଛି। ସିଏ ବି ଶିଖିଲେଣି କାମ? ପିଲାମାନେ ଆସିକି ମୁଁ ଏଇ ଗାଁରେ ପିଲା 30 ଛାତ୍ର ଏଇନେ ଖେଳୁଛନ୍ତି। ଓହୋ। ଆଉ ଏଇ ପାଖରେ ବି ଏଇନା ଆସି 5-7 ଜଣ ଡେଲି ଆସୁଛନ୍ତି। ହେଇକରି ଏଇନେ ପିଲେ ଗଲେଣି, ହେରି 4ଟା ବାଜିଲେ ପଳେଇଲେଣି। ଡେଲି ଆସୁଛନ୍ତି। ଦେଖିପାରୁଥିବେ ଆପଣ କେତେ ସୁନ୍ଦର ସୁନ୍ଦର ଭାବେ କରିଛନ୍ତି। ଆପଣ ଆଗରୁ କିଛି କରିଥିବେ, ଦେଖେଇ ପାରିବେ? ଏଇଠି ସବୁ ପେଣ୍ଟିଂ ସବୁ ଦେଖ। ସେ ଫ୍ରେମରେ ଅଛି, ଯେତିକି ସବୁ ଦେଖନ୍ତୁ। ଦେଖିପାରୁଥିବେ ଏଇଠି କେତେ ସୁନ୍ଦର ଭାବେ ଠାକୁରଙ୍କ, ଏଇଟା ଜଗତ ଠାକୁରଙ୍କର ତାଙ୍କ ରୂପ, ହସ୍ତ ଗୋଡ଼ ଥିବା ରୂପ ଗୋଟେ କରିଛନ୍ତି ଠାକୁରଙ୍କର। ଦେଖନ୍ତୁ ତାଙ୍କ ଷଢ଼େଇ କଲର ବି ଦେଖି ଦିଅନ୍ତୁ। ତାଙ୍କର କେମିତି ଷଢ଼େଇରେ ସବୁ କଲର କେମିତି ନ୍ୟାଚୁରାଲ, ସବୁ ଯାକ ଗଛ ପତ୍ରରେ ଇଏ କୃତ୍ରିମ ଆକାରରେ ଏଇଟା ବି ଠାକୁରଙ୍କ ନା ସେଇ କଥା। ଏଇ କାମ ଆପଣ କେବେଠୁ କଣ କଲେଣି? ଇଏ ଆମ ଘରର କାମ। କେବେଠୁ ମାନେ ଆମ ପିଲାଟି ବେଳେ ଦେଖି ଆସିଲୁ, କାମ କରି ଆସିଲୁ। ମାନେ ଆପଣଙ୍କ ଆଗରୁ ଏଇ କାମ କରୁଥିଲେ ବାବା? ଆଚ୍ଛା ଆଚ୍ଛା। ତାଙ୍କ ପୂର୍ବରୁ ଜେଜେ ବୋଧେ ବଞ୍ଚେଇକି ରଖିଥିଲେ। ବାପା ତାଙ୍କଠୁ କିଛି ଶିଖିଛନ୍ତି, କାଠ କାମ ଶିଖିଥିଲେ। ତାପରେ ସେ ପଥର କାମ ଜାଣିଥିଲେ। ଆମେ ସେ ପଥର କାମ, କାଠ, ସିମେଣ୍ଟ, ଆଉ ତାକୁ ଯାଇକି ଆଜିକାଲି ମେସିନାରୀ ହେଇଗଲାଣି, ଆହୁରି ଟିକେ ଭଲ ଟିକେ କରୁଛୁ ଆଉ କଣ। ତାଳପତ୍ର ଉପରେ ଦେଖନ୍ତୁ ଆମେ କେମିତି ଯେତେବେଳେ ପେନ୍ ପେପର କିଛି ନଥିଲା, ସେତେବେଳେ ଲୋକ ଲେଖୁଥିଲେ। ସେତେବେଳେ ଯୋଉ ପାଣ୍ଡୁଲିପି ଗ୍ରନ୍ଥ ଲେଖିଥିଲେ, ମହାଭାରତ ରାମାୟଣ ଯୋଉ ଲେଖିଥିଲେ, ତାଳପତ୍ର ଉପରେ ହିଁ ଲେଖିଥିଲେ। ସେତେବେଳେ ତ ପେନ୍ ନଥିଲା, ପେପର ନଥିଲା, କେମିତି ଲେଖିଥିଲେ ନା ତାଳପତ୍ର ଉପରେ ଲେଖୁଥିଲେ। ସୋ ପେନ୍ ନଥିଲା ନା, ଗୋଟେ ଲୁହାରେ ଆମେ ଗୋଟେ ପେନ୍, ଆଇରନ୍ ଥିଲା, ଆଇରନରେ ଆମେ ଗୋଟେ ପେନ୍ ତିଆରି କଲୁ। ଆଚ୍ଛା ଆଚ୍ଛା। ସୋ ପେନ୍ ରେ ଯେମିତି ଆମେ ଟାଟୁ ପ୍ରୋସେସିଂ ହଉଛି, ସେମ୍ ପ୍ରୋସେସିଂ ଆମେ ପଟ୍ଟଚିତ୍ର କଲୁ ତାରି ଉପରେ, ତାଳପତ୍ର ଉପରେ। ସେଇଟା ଆମେ କୋଉ ଟାଇପର ତିଆରି ହଉଛି ଆପଣଙ୍କୁ ଜଷ୍ଟ ଡେମୋ କରିକି ଦେଖଉଛି। ଏଇଟା ଆମର ଖୋଦେଇ କରାଯାଏ। ଏଇଟା କଣ ନା ମାନେ ସୂର୍ଯ୍ୟ ଆଲୋକରେ ଏଇ ଖୋଦେଇ ଗୁଡାକ ହୁଏ। ଏଇଟା ଇଲେକ୍ଟ୍ରିକ ଆଲୋକରେ ମାନେ ହୁଏନି, କାହିଁକି ନା ଇଲେକ୍ଟ୍ରିକ ଆଲୁଅରେ କିଛି ଦେଖାଯାଏନି। ପାସ୍ କରେ ତ, କାହିଁକିନା ଯାହା ଆପଣ ଯାହା ଖୋଦେଇ କଲେ ଆପଣ ଜାଣିପାରିବେ ଯେ ଏଇଆ ଖୋଦେଇ କଲେ ବୋଲି। କିନ୍ତୁ ଗୋଟେ ମୁହଁ ଠାକୁରଙ୍କର କରୁଛନ୍ତି। ହଁ, ଏଇନା ଗୋଟେ ଆମେ ଗୋଟେ ଲେଡିଜ ର ମୁହଁଟା ମୁଁ ତିଆରି ହଉଛି, ଗୋଟେ ସଖୀ ମୁହଁ ତିଆରି ହଉଛି ଆମେ।
ସେ ଦୀପ କଳାଟାକୁ କ'ଣ କରୁ ନା ଏଇ ଯୋଉ ଖୋଦେଇ ଉପରେ ଆମେ କଳାଟାକୁ ଦେଇଦଉ। ତାପରେ କ'ଣ ହବ ନା ଖୋଦେଇ ଭିତରେ କଳାଟା ପଶିଗଲା, ସେଇଟାକୁ ଆମେ ଯେତେବେଳେ ଆମେ ପାଣି ସର୍ଫରେ ସଫା କରିଦେବୁ, ଯୋଉ ଜାଗାଟା ଆମର ଖୋଦେଇ ହେଇଥିଲା ନା ସେଇ ଜାଗାଟା ରହିଯିବ କଳା, ବାକି ଜାଗାଟା ସବୁ କ୍ଲିନ୍ ହେଇଯିବ। ଏଇଟା ହେଲେ କ୍ଲିନ୍ ହେଇଯିବ, ତ ସେଇ ଜାଗାଟା ରହିଯିବ, ବାକି ଜାଗାଟା କ୍ଲିନ୍ ହେଇଯିବ। ସାଙ୍ଗେ ସାଙ୍ଗେ କେତେ ସୁନ୍ଦର ଭାବରେ କରିଦେଲେ ଦେଖିପାରୁଛୁ। କଣ କହ? ଆମେ କଣ କହିବୁ ପୁରା ଏଇଟା ହେଲା ତାପରେ ଆପଣ ଯେତେ ବି ପାଣି ଦେବେ, ଏଇ ଯୋଉ କଳାଟା ତା ଭିତରେ ଫିଲ୍ଅପ୍ ହେଇଗଲା, ଏଇ କଳାଟା ଆଉ କେବେ ବି ଉଠିବନି। ଆପଣ ତ ନଖ ମାରିକି ବି ଆପଣ ଏଇଟା ରହିଲା। ଏଇଟା ପତ୍ରଟା ବୋଧେ ଫାଟିଯିବ, କଳାଟା ସେମିତି ରହିଥିବ। ଆପଣ ଖୋଦେଇ ଭିତରେ ତ ରହିଲା କଳାଟା ଉପରେ ସିନା ଥିଲେ ପାଣି କଣ ଲାଗିକି। ଆଜ୍ଞା ଆଜ୍ଞା ଆଜ୍ଞା, ଏଇଟା ଦେଖନ୍ତୁ, ଏଇଟା ଯୋଉ ପ୍ଲେନ୍ ଜାଗା ରହିଲା, ଏଇ ଜାଗାରେ କଣ ଖୋଦେଇ ହେଇଛି କି ନା, ଏଇ ଜାଗାଟା କଣ କ୍ଲିନ୍ କରିଦେଲେ ଆମେ କ୍ଲିନ୍ ହେଇଗଲା। କଳାଟା ଲଗେଇଥିଲୁ, ସେ ଖୋଦେଇ ଭିତରେ କଳାଟା ରହିଲା, ସେଇଟା ଦେଖାଉଛି ପୁରା। ଆଜ୍ଞା ଆଜ୍ଞା, ସେଇଟା ଫିଟିଂ ଏଇ ଟାଇପର ଆମେ ସବୁ ଟୋଟାଲଟା ଏଇ ଟାଇପର ହେଇଛି। ମାନେ ଏତିକି କରିବାକୁ କେତେ ଦିନ ନା ପୁରା ଟୋଟାଲ ଧୀରେ ଧୀରେ କରି କେତେ ଏଟା 7 ଦିନ ଲାଗିଛି ନା 6 ଦିନ 7 ଦିନ ଲାଗୁଛି। ଏତେ ସୁନ୍ଦର ଭାବରେ ହେଇଛି, ତ ଦେଖିପାରୁଥିବେ ଆପଣ ମାନେ କେତେ ସୁନ୍ଦର ଭାବେ ବସିକି କରୁଛନ୍ତି। ଆପଣ କେବେଠୁ କଣ କାମ କଲେଣି ଆପଣଙ୍କ ଘରରେ? এটা বর্তমানে আমরা জেনারেশন হিসেবে চালছে। ଆପଣଙ୍କ ପୂର୍ବରୁ କରୁଥିଲେ, ସେ ପୂର୍ବରୁ ତାଙ୍କ ପୂର୍ବରୁ ବି କରୁଥିଲେ। ଆପଣଙ୍କ ପୁଅ ସିଏ ବି କରୁଛନ୍ତି? ଆଚ୍ଛା ଆଚ୍ଛା, ମାନେ ଆପଣ ଏତେ ବୟସରୁ ଏତେ ସୁନ୍ଦର ଭାବେ ମାନେ କରୁଛନ୍ତି, ଏଇଟା ମାନେ ବଢିଆ, ଏତେ ସୁନ୍ଦର ମୁଁ କିଛି ବିଶ୍ୱାସ ହଉନି। ମାନେ ଏତେ ସୁନ୍ଦର ଭାବେ ଧୀରେ ଧୀରେ ମଧ୍ୟ କରୁଛନ୍ତି। କେତେ ଦିନ ଲାଗିବ ଏଇଟା କରିବା କମ୍ପ୍ଲିଟ? এটা 20-22 দিন লাগবে। ଏବେ ତ କରିସାରିଲେଣି, ଆଉ କିଛି ଦିନ ପରେ ସରିଯିବ। ହଁ, ଇଏ ଆଗାମୀ କାଲି ପାଇଁ ଏଇଟା ଶେଷ ବର୍ତ୍ତମାନ। ଆଚ୍ଛା ଆଚ୍ଛା, ଆଉ କାମ ନାହିଁ ଆଗେ। 20-22 ଦିନ ନୁହଁ ଏଇଟା କାମ। ମାନେ ଦେଖନ୍ତୁ କେତେ କେତେ ସୁନ୍ଦର ତାଳ ପତ୍ର ବି ମଧ୍ୟ କରୁଛନ୍ତି ନା? ତାরপর ତ ହଉଛି ପଟ୍ଟିଚିତ୍ର ହଉଛି। ପଟ୍ଟିଚିତ୍ର କିଛି ଯଦି ଆଉ ଦେଖିବେ, ଇଏ ଗୋଟେ ଭେଷ କରାଯାଇଛି। ଆଚ୍ଛା ଆଚ୍ଛା, এটা ଆମର ମଙ୍ଗଳ ଆଳତୀ ଭେଷ। ମଙ୍ଗଳ ଆରତୀ ମଙ୍ଗଳ ଆଳତୀ ସେଟା ସେଇଟା 10 ବତା ଅଛି ଭେଷ କରାଯାଇଛି। କାରଣ ଏଇଟା ଦେଖିବା ହେଇଛି ଜଗନ୍ନାଥଙ୍କ ମନ୍ଦିର ଭିତରର ଜିନିଷଟା। କାରଣ ଇଏ ସିଂହାସନ ହଉଛି ଅଲଗା, ସିଂହାସନ ଅଲଗା ଅଲଗା ସବୁ ରଖାଯାଏ। ତାଙ୍କ ସହିତ ଦ୍ୱାରପାଳ ଛିଡ଼ାଯାଏ ଏବଂ ଗଜସିଂହ ଦି ସାଇଡ୍ ଛିଡ଼ାଯାଏ। ସେସବୁ ଭେଷ କରିକି ଆଉ ଗୋଟେ ଦେଖନ୍ତୁ, ଦେଖିଲ ଭାଇ, ଏଇଟା ଆପଣଙ୍କୁ କେତେ ଦିନ ଲାଗିଥିଲା? এটা লাগবে এটা 8 ଦିନ ଲାଗିଥିଲା। ଏଇଟା କୃଷ୍ଣଙ୍କର ମାନେ ତାଙ୍କର ନା ଇଏ ହଉଛି ଗୋଟେ ଛଡ଼ ରାସ ଅଛି ଆମର। ଆଚ୍ଛା ଆଚ୍ଛା, ଛଡ଼ ରାସ ଭିତରେ ଏଇଟା ହଉଛି କ'ଣ, ଏଇଟା ହଉଛି ବସନ୍ତ ରାସ। ଏଇ ବସନ୍ତ ରାସର ଆଉ ଛୋଟ ପିସ୍ ଅଛି, ଏବଂ ସିଙ୍ଗିଲ ପିସ୍ରେ 6ଟା ଋତୁ ବି କରାଯାଉଛି। ଛୋଟ ସାଇଜ୍ ବିଭିନ୍ନ ପ୍ରକାର ଜିନିଷ କରିବାକୁ ପଡୁଛି। କିଏ ବଡ଼ଟେ ଚାହିଁଲେ, କିଏ ଛୋଟ ଚାହିଁଲେ, କିଏ ମିଡ଼ିୟମ୍ ଚାହିଁଲେ, କାରିଗର ବିଭିନ୍ନ ପ୍ରକାର କରିପାରିବେ। ଆର ପ୍ରାଇସ୍ଟା କ'ଣ କେତେ ଆସୁଛି? ତା ପ୍ରାଇସ୍ଟା ରହିଛି 11,500। ଆଉ ଏ ମଉସା ଘର ମାନେ ଗାଁର ମଝିର ଆପଣ ଏଣ୍ଟ୍ରି କରିବାର ବାଁ ପଟେ ଆମେ ତ ଷ୍ଟାର୍ଟ କରିଥିଲେ, ଡାହାଣ ପଟେ ମଉସା ଆମର ପାଇছে। ଯାହା ପଟେ ବଢିଆ ସୁନ୍ଦର ଭାବେ କରୁଛନ୍ତି। ଆପଣ ଆସିକି ଭଲ ମଉସା କହୁଛନ୍ତି ଭଲ ଦରରେ ଆପଣ ନେଇକି ଯାଇପାରିବେ। ଗୋଟେ ଗିଫ୍ଟ ଦେଇଦେବା, ସେ ଚାବି ରିଙ୍ଗ କରିଦେବା। ନାଇଁ ଚାବି ରିଙ୍ଗ ଖାଲି ଅଛି। ମଉସା ଆମ ଛୋଟ ତଲରୁ ଚାବି ରିଙ୍ଗ ଦିଟା ରଖିଥିଲେ। ସେକେଣ୍ଡ ଟାଇମ୍ ଆସିବ। ହେଲା 6ଟା ଋତୁ, 6 ସିଜନ ଯୋଉଟା ଆମର କହୁଛୁ ଇଂଲିଶ। ଆଚ୍ଛା ଆଚ୍ଛା, ଇଏ ହେଲା 6 ସିଜନ, ଇଏ ଗୋଟେ 3ଟା ପାର୍ଟ। ଶ୍ରୀକୃଷ୍ଣଙ୍କର 3ଟା ପାର୍ଟର ଗ୍ରୀଷ୍ମ, ଆଚ୍ଛା ବର୍ଷା, ଆଚ୍ଛା, ଏ 3ଟା।
ଶ୍ରୀକୃଷ୍ଣଙ୍କର ଏଇଟା କଣ ହେଇଛି କୋଉ ପାଟଟା? ଏଇଟା ଏବେ ପୁରା ଗାଁର ପୁରା ଦୃଶ୍ୟ ଆପଣମାନଙ୍କୁ ଦେଖେଇ ଦେଇଛୁ କେତେ ସୁନ୍ଦର ଭାବେ ଆମର ମଉସା ମାଉସୀ ମାନେ ଭାଇ ଭଉଣୀ ମାନେ ସମସ୍ତେ ପରିଷ୍କାର ଭାବରେ କରିଛନ୍ତି କ୍ରାଫ୍ଟ ଆଉ ହସ୍ତ ପଟ୍ଟଚିତ୍ର ଆଉ ମୂର୍ତ୍ତି ବି ମଧ୍ୟ କରିଛନ୍ତି। ଆପଣ ଦେଖୁଥିବେ ଲୋକେସନ କହିଦେଇଥିଲେ ଆପଣ ରଘୁରାଜପୁର ପୁରୀ ଚନ୍ଦନପୁର ରଘୁରାଜପୁର ଆପଣ ଦେଖିବେ 160 ଘରରୁ ପୁରା କାହାକୁ କୋଉଠି କମ୍ ନୁହନ୍ତି। ରହିଲୁ ମିଶିକି ସମସ୍ତେ କହିବା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।